ओम शांति। 21 फरवरी 2026। मिठे बाबा बोले, मिठे बच्चे, तुमे माने निजर सुप्त भाग्य को जाग्रत करिबा पाई बाबांक पाखकु आसीछ। भाग्य को जाग्रत करिबा अर्थ विश्वर मालिक हेबा। बाबा कहउछन्ति, मिठे बच्चे, तुमे माने निजर सुप्त भाग्य को जाग्रत करिबा पाई बाबांक पाखकु आसीछ। भाग्य को जाग्रत करिबा अर्थ विश्वर मालिक हेबा। आजर प्रश्न, केउ भोजन तुममानंकु बाबांक समान बुद्धिमान करिदेउछि? केउ भोजन तुममानंकु बाबांक समान बुद्धिमान करिदेउछि? उत्तर, एही पाठपढ़ा ही हेउछि तुममानंकर बुद्धिर भोजन। जेउमाने प्रत्यह पाठ पढ़ी थांती अर्थात एही भोजन ग्रहण करि थांती, सेमानंकर बुद्धि पारसमणि सदृश होई जाए। पारसनाथ बाबा जे कि बुद्धिमानंकर बुद्धि अटंती, से ही तुममानंको निज समान पारस बुद्धि करुछन्ति। गीत तकदीर जगाकर आई हूँ। ओम शांति। एही गीतर गोटिए धाड़ी शुणिले मध्य स्नेहरे पिलामानंकर रूम टांकुरी उठिबा उचित। एहा एक साधारण गीत, किंतु एहार सारमर्म आउ केही जानी नाहंती। बाबा ही आसी गीत शास्त्र आदिर अर्थ बुझाउछन्ति। मधुर संतानगण एकथा मध्य जानिछन्ति जे कलिजुगरे समस्तंकर भाग्य सुप्त होई जाइछि। सत्य जुगरे समस्तंकर भाग्य जाग्रत थाए। सुप्त भाग्य को जाग्रत करिबा पाई श्रीमत देला बाला अर्थात पुरुषार्थ कराइला बाला एकमात्र बाबा ही अटंती। से ही आसी पिलामानंकर भाग्य को जाग्रत कराउछन्ति। जेपरि पिला जन्म हेला परे तार भाग्य उदय होइथाए। पिला जन्म हेबा परे जानी जाए जे मु उत्तराधिकारी अटे। सेहीपरि एहा बेहदर कथा। पिलामाने जानिछन्ति, कल्प कल्प आमर भाग्य जाग्रत हेउछि, पुणी सुप्त होई जाउछि। पुणी पवित्र होइगले आमर भाग्य जाग्रत हेउछि। पवित्र गृहस्थ आश्रम बोली कुहा जाई थाए। आश्रम अक्षर पवित्र अटे। पवित्र गृहस्थ आश्रम, तार विपरीत हेउछि अपवित्र पतित गृहस्थ धर्म। पतित गृहस्थକୁ आश्रम कुहाଯିବ ନାହିଁ। गृहस्थ धर्म ତ ସମସ୍ତଙ୍କର କୁହାଯିବ। ଜୀବଜନ୍ତୁ ମାନଙ୍କର ମଧ୍ୟ ଗୃହସ୍ଥ ଧର୍ମ କୁହାଯିବ। ସମସ୍ତେ ତ ସନ୍ତାନ ଜନ୍ମ କରୁଛନ୍ତି। ଜୀବଜନ୍ତୁଙ୍କୁ ମଧ୍ୟ କୁହାଯିବ ଯେ ଗୃହସ୍ଥ ଧର୍ମରେ ଅଛନ୍ତି। ଏବେ ପିଲାମାନେ ଜାଣୁଛନ୍ତି, ଆମେ ସ୍ୱର୍ଗରେ ପବିତ୍ର ଗୃହସ୍ଥ ଆଶ୍ରମରେ ଥିଲୁ, ଦେବୀ ଦେବତା ଥିଲୁ। ତାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି। ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ। ତୁମେ ନିଜେ ମଧ୍ୟ ଗାନ କରୁଛ। ଏବେ ଜାଣୁଛ ଯେ ଆମେ ପୁନଃ ମନୁଷ୍ୟରୁ ଦେବତା ହେଉଛୁ। ଗାୟନ ମଧ୍ୟ ରହିଛି, ମନୁଷ୍ୟରୁ ଦେବତା। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଏ। ବ୍ରହ୍ମା ଦେବତାୟ ନମଃ ପୁଣି କହୁଛନ୍ତି, ଶିବ ପରମାତ୍ମାୟ ନମଃ। ଏବେ ଏହାର ଅର୍ଥ ମଧ୍ୟ ତୁମେ ଜାଣିଛ। ସେମାନେ ତ ଅନ୍ଧଶ୍ରଦ୍ଧାରେ କେବଳ କହିଦେଉଛନ୍ତି। ତେବେ ଶଙ୍କର ଦେବତାୟ ନମଃ କହୁଛନ୍ତି। ଶିବଙ୍କ ପାଇଁ କହୁଛନ୍ତି, ଶିବ ପରମାତ୍ମାୟ ନମଃ। ତେବେ ଫରକ ହୋଇଗଲା ନା? ସିଏ ଦେବତା ହୋଇଗଲେ, ଇଏ ପରମାତ୍ମା ହୋଇଗଲେ। ଶିବ ଓ ଶଙ୍କରଙ୍କୁ ଜଣେ ତ କୁହାଯିବ ନାହିଁ। ତୁମେ ଜାଣିଛ ଯେ ବାସ୍ତବରେ ଆମେ ପଥର ବୁଦ୍ଧି ଥିଲୁ, ଏବେ ପାରସ ବୁଦ୍ଧି ହେଉଛୁ। ଦେବତାମାନଙ୍କୁ ତ ପଥର ବୁଦ୍ଧି ବୋଲି କୁହାଯିବ ନାହିଁ। ପୁଣି ଡ୍ରାମା ଅନୁସାରେ ରାବଣ ରାଜ୍ୟରେ ସିଡ଼ି ଓହ୍ଲାଇବାକୁ ପଡ଼ିବ। ପାରସ ବୁଦ୍ଧିରୁ ପଥର ବୁଦ୍ଧି ହେବାକୁ ପଡ଼ିବ। ସବୁଠାରୁ ବୁଦ୍ଧିମାନ ତ ଏକମାତ୍ର ବାବା ହିଁ ଅଟନ୍ତି। ଏବେ ତୁମ ବୁଦ୍ଧିରେ ଆଉ ଦମ୍ ନାହିଁ। ବାବା ଆସି ତୁମ ବୁଦ୍ଧିକୁ ପାରସ ବୁଦ୍ଧି କରାଉଛନ୍ତି।
ତୁମେ ଏଠାକୁ ପାରସ ବୁଦ୍ଧି ହେବା ପାଇଁ ଆସୁଛ। ପାରସନାଥଙ୍କର ମଧ୍ୟ ମନ୍ଦିର ରହିଛି। ସେଠାରେ ମେଳା ମଧ୍ୟ ଲାଗିଥାଏ। କିନ୍ତୁ ଏ କଥା କେହି ଜାଣିନାହାନ୍ତି ଯେ ପାରସନାଥ କିଏ। ବାସ୍ତବରେ ପାରସ କରାଇଲା ବାଲା ତ ବାବା ହିଁ ଅଟନ୍ତି। ସେ ହେଉଛନ୍ତି ବୁଦ୍ଧିମାନଙ୍କର ବୁଦ୍ଧି। ଏହି ଜ୍ଞାନ ହେଉଛି ତୁମମାନଙ୍କ ବୁଦ୍ଧିର ଭୋଜନ। ଏହାଦ୍ୱାରା ବୁଦ୍ଧି କେତେ ବଦଳି ଯାଉଛି। ଏହି ଦୁନିଆ ହେଉଛି କଣ୍ଟାର ଜଙ୍ଗଲ। ପରସ୍ପରକୁ କେତେ ଦୁଃଖ ଦେଉଛନ୍ତି। ବର୍ତ୍ତମାନ ହେଉଛି ତମୁ ପ୍ରଧାନ ରୌରବ ନର୍କ। ଗରୁଡ଼ ପୁରାଣରେ ତ ଏହା ବିଷୟରେ ବହୁତ କୌତୂହଳଜନକ କଥା ସବୁ ଲେଖିଦେଇଛନ୍ତି। ଏବେ ତୁମମାନଙ୍କ ବୁଦ୍ଧିକୁ ଭୋଜନ ମିଳୁଛି। ବେହଦର ବାବା ଭୋଜନ ଦେଉଛନ୍ତି। ଏହା ହେଉଛି ପାଠପଢ଼ା। ଏହାକୁ ଜ୍ଞାନ ଅମୃତ ମଧ୍ୟ କୁହାଯାଉଛି। ଏଠାରେ କୌଣସି ପାଣି ଆଦି ନାହିଁ। ଆଜିକାଲି ସବୁ ଜିନିଷକୁ ଅମୃତ ବୋଲି କହିଦେଉଛନ୍ତି। ଗଙ୍ଗା ଜଳକୁ ମଧ୍ୟ ଅମୃତ କହିଦେଉଛନ୍ତି। ଦେବତାମାନଙ୍କର ପାଦ ଧୋଇ ପାଣି ରଖିଥାନ୍ତି, ତାକୁ ମଧ୍ୟ ଅମୃତ ବୋଲି କହିଦେଉଛନ୍ତି। ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା ନା। ଏହି ପାଦୁକର ଆଞ୍ଜୁଳି ଅମୃତ ଅଟେ ନା? ପତିତ ପାବନୀ ଗଙ୍ଗାର ଜଳ ଅମୃତ ଅଟେ। ଯେଉଁମାନେ ସେହି ପାଦୁକ ଦେଉଛନ୍ତି ସେମାନେ ଏପରି କହୁନାହାନ୍ତି ଯେ ଏହା ପତିତଙ୍କୁ ପାବନ କରିଲା ବାଲା ପାଦୁକ ଅଟେ। ଗଙ୍ଗା ଜଳ ପାଇଁ କହିଥାନ୍ତି ଏହା ପତିତ ପାବନୀ ଅଟେ। କହନ୍ତି ମଧ୍ୟ ମନୁଷ୍ୟର ମୃତ୍ୟୁ ସମୟରେ ଗଙ୍ଗା ଜଳ ମୁଖରେ ଥାଉ। ଦେଖାଇଛନ୍ତି ଅର୍ଜୁନ ବାଣ ମାରି ଭୀଷ୍ମଙ୍କୁ ଗଙ୍ଗା ଜଳ ପିଆଇଲେ। ତୁମେମାନେ କୌଣସି ବାଣ ଆଦି ମାରି ନାହଁ। ଗୋଟିଏ ଗାଁ ଅଛି ଯେଉଁଠି ତୀର ଦ୍ୱାରା ଲଢ଼େଇ କରିଥାନ୍ତି। ସେଠାକାର ରାଜାଙ୍କୁ ଈଶ୍ୱରଙ୍କର ଅବତାର ବୋଲି କହିଥାନ୍ତି। ଈଶ୍ୱରଙ୍କର ଅବତାର ତ କେହି ମନୁଷ୍ୟ ହୋଇପାରିବେ ନାହିଁ। ବାସ୍ତବରେ ସଚ୍ଚା ସଦ୍ଗୁରୁ ତ ଜଣେ ହିଁ ଅଟନ୍ତି, ଯିଏ ସମସ୍ତଙ୍କର ସଦ୍ଗତି ଦାତା, ଯିଏ ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ। ବାବାଙ୍କ ବିନା ସାଥିରେ ଘରକୁ କେହି ନେଇଯାଇପାରିବେ ନାହିଁ। ବ୍ରହ୍ମରେ ଲୀନ ହୋଇଯିବାର କଥା ମଧ୍ୟ ନାହିଁ। ଏହିଭଳି ସୃଷ୍ଟିର ନାଟକ ତିଆରି ହୋଇଛି। ସୃଷ୍ଟିର ଚକ୍ର ତ ଅନାଦି କାଳରୁ ଘୂରି ଚାଲିଛି। ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି ଏ କଥା ଏବେ ତୁମେ ଜାଣୁଛ, ଆଉ କେହି ଜାଣିନାହାନ୍ତି। ମନୁଷ୍ୟ ଅର୍ଥାତ୍ ଆତ୍ମାମାନେ ଯାହାଙ୍କୁ ଈଶ୍ୱର ପିତା କହି ସ୍ମରଣ କରୁଛନ୍ତି, ସେହି ରଚୟିତା ପିତାଙ୍କୁ ମଧ୍ୟ ଜାଣିନାହାନ୍ତି। ଲୌକିକ ପିତାଙ୍କୁ କେବେ ଈଶ୍ୱର ପିତା ବୋଲି କେହି କହିବେ ନାହିଁ। ଈଶ୍ୱର ପିତା ଶବ୍ଦ ତ ବହୁତ ସମ୍ମାନର ସହିତ କହୁଛ। ତାଙ୍କ ପାଇଁ ହିଁ ଗାନ କରୁଛନ୍ତି, ହେ ପତିତ ପାବନ, ଦୁଃଖ ହର୍ତ୍ତା ସୁଖ କର୍ତ୍ତା। ଗୋଟିଏ ପଟେ କହୁଛନ୍ତି ଯେ ସେ ଦୁଃଖ ହର୍ତ୍ତା ସୁଖ କର୍ତ୍ତା ଅଟନ୍ତି ଏବଂ ଯେବେ କୌଣସି ଦୁଃଖ ହେଉଛି ଅଥବା ସନ୍ତାନ ମରିଯାଉଛି ତେବେ କହିଦେଉଛନ୍ତି ଈଶ୍ୱର ହିଁ ଦୁଃଖ ସୁଖ ଦେଉଛନ୍ତି। ଈଶ୍ୱର ଆମର ପିଲାଙ୍କୁ ନେଇଗଲେ। ଭଗବାନ ଏହା କ'ଣ କଲ? ମହିମା କରୁଛନ୍ତି। ପୁଣି ଯଦି କିଛି ହୋଇଗଲା ତେବେ ଈଶ୍ୱରଙ୍କୁ ଗାଳି ମଧ୍ୟ ଦେଉଛନ୍ତି। କହୁଛନ୍ତି ଈଶ୍ୱର ସନ୍ତାନ ଦେଇଛନ୍ତି। ପୁଣି ଯଦି ସିଏ ନେଇଗଲେ ତେବେ ତୁମେ କାନ୍ଦୁଛ କାହିଁକି? ଈଶ୍ୱରଙ୍କ ପାଖକୁ ଗଲା ନା। ସତ୍ୟ ଯୁଗରେ କେବେ କେହି କାନ୍ଦିବେ ନାହିଁ। ବାବା ବୁଝାଉଛନ୍ତି କାନ୍ଦିବାର କୌଣସି ଆବଶ୍ୟକତା ନାହିଁ। ଆତ୍ମାକୁ ନିଜର ହିସାବ କିତାବ ଅନୁସାରେ ଯାଇ ଅନ୍ୟ ଏକ ଅଭିନୟ କରିବାକୁ ପଡ଼ିବ। ଜ୍ଞାନ ନଥିବା ଯୋଗୁଁ ମନୁଷ୍ୟ କେତେ କାନ୍ଦୁଛନ୍ତି, ଯେପରି ପାଗଳ ହୋଇଯାଉଛନ୍ତି। ଏଠାରେ ତ ବାବା ବୁଝାଉଛନ୍ତି ଅମ୍ମା ମରେ ତ ହାଲୁଆ ଖାନା, ଅର୍ଥାତ୍ କିଏ ବି ମରୁ ତୁମେ ଖୁସିରେ ରୁହ। ନଷ୍ଟମୋହା ହେବାକୁ ପଡ଼ିବ। ମୋର ତ ଏକ ବେହଦର ବାବା ହିଁ ଅଛନ୍ତି, ଦ୍ୱିତୀୟ କେହି ନାହାନ୍ତି। ଏହିପରି ଅବସ୍ଥା ପିଲାମାନଙ୍କର ହେବା ଉଚିତ। ମୋହଜିତ ରାଜାର କଥା ମଧ୍ୟ ଶୁଣିଛ ନା? ଏସବୁ ହେଉଛି ଦନ୍ତକଥା ଅର୍ଥାତ୍ ମନଗଢ଼ା କଥା।
ସତ୍ୟ ଯୁଗରେ କେବେ ଦୁଃଖର କଥା ରହିବ ନାହିଁ, ନା କେବେ ଅକାଳ ମୃତ୍ୟୁ ହେବ। ପିଲାମାନେ ଜାଣିଛନ୍ତି ଆମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛୁ। ବାବାଙ୍କୁ ମହାକାଳ ମଧ୍ୟ କହୁଛନ୍ତି। କାଳର କାଳ ତୁମକୁ କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି, ଅର୍ଥାତ୍ କାଳ କେବେ ଖାଉନାହିଁ। କାଳ ଆତ୍ମାକୁ ତ ଖାଇପାରିବ ନାହିଁ। ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାଏ। ଏହାକୁ କହୁଛନ୍ତି କାଳ ଖାଇଗଲା। ବାକି କାଳ ଅନ୍ୟ କୌଣସି ଜିନିଷ ନୁହେଁ। ମନୁଷ୍ୟ ମହିମା ଗାନ କରୁଛନ୍ତି, କିଛି ବି ବୁଝି ନାହାନ୍ତି। ଗାଉଛନ୍ତି ଅଚ୍ୟୁତମ୍ କେଶବମ୍, ଅର୍ଥ କିଛି ବି ବୁଝି ନାହାନ୍ତି। ମନୁଷ୍ୟମାନେ ବିଲକୁଲ କିଛି ବି ବୁଝିପାରୁନାହାନ୍ତି। ବାବା ବୁଝାଉଛନ୍ତି ଏହି 5 ବିକାର ତୁମର ବୁଦ୍ଧିକୁ କେତେ ଖରାପ କରିଦେଉଛି। ଅନେକ ମନୁଷ୍ୟ ବଦ୍ରୀନାଥ ଯାଉଛନ୍ତି। ଆଜି 2 ଲକ୍ଷ ଗଲେ, 4 ଲକ୍ଷ ଗଲେ। ବଡ଼ ବଡ଼ ଅଫିସରମାନେ ମଧ୍ୟ ତୀର୍ଥ କରିବାକୁ ଯାଉଛନ୍ତି। ତୁମେ ତ ଯାଉନାହଁ। ତେଣୁ ସେମାନେ କହୁଛନ୍ତି ଏହି ବିକେ ମାନେ ତ ନାସ୍ତିକ ଅଟନ୍ତି, କାହିଁକି ନା ଭକ୍ତି କରୁନାହାନ୍ତି। ତୁମେ ପୁଣି କହୁଛ ଯିଏ ଭଗବାନଙ୍କୁ ଜାଣିନାହାନ୍ତି ସେମାନେ ନାସ୍ତିକ। ବାବାଙ୍କୁ ତ କେହି ବି ଜାଣିନାହାନ୍ତି। ସେଥିପାଇଁ ଏହାକୁ ଅନାଥମାନଙ୍କର ଦୁନିଆ କୁହାଯାଉଛି। ପରସ୍ପର ସହିତ କେତେ ଲଢ଼େଇ ଝଗଡ଼ା କରୁଛନ୍ତି। ସାରା ଦୁନିଆ ବାବାଙ୍କର ଘର ଅଟେ ନା। ବାବା ସାରା ଦୁନିଆର ପିଲାମାନଙ୍କୁ ପତିତରୁ ପବିତ୍ର କରାଇବା ପାଇଁ ଆସୁଛନ୍ତି। ଅଧାକଳ୍ପ ବାସ୍ତବରେ ପବିତ୍ର ଦୁନିଆ ଥିଲା ନା। ଗାନ ମଧ୍ୟ କରୁଛନ୍ତି। ରାମ ରାଜା ରାମ ଗାନ ମଧ୍ୟ କରୁଛନ୍ତି। ରାମ ରାଜା ରାମ ପ୍ରଜା ରାମ ସାହୁକାର। ସେଠାରେ ପୁଣି ଅଧର୍ମର କଥା କିପରି ହୋଇପାରିବ? କହିଥାନ୍ତି ମଧ୍ୟ ସେଠାରେ ଛେଳି ବାଘ ଏକତ୍ର ପାଣି ପିଅନ୍ତି। ତେବେ ସେଠାରେ ରାବଣ ବା ଅନ୍ୟ ରାକ୍ଷସମାନେ କେଉଁଠୁ ଆସିଲେ? କିଛି ବି ବୁଝିପାରୁନାହାନ୍ତି। ଅନ୍ୟ ଧର୍ମର ଲୋକେ ତ ଏଭଳି କଥା ଶୁଣି ହସୁଛନ୍ତି। ତୁମେ ସନ୍ତାନମାନେ ଜାଣିଛ, ଏବେ ଜ୍ଞାନର ସାଗର ବାବା ଆସି ଆମକୁ ଜ୍ଞାନ ଦେଉଛନ୍ତି। ଏହା ପତିତ ଦୁନିଆ ଅଟେ ନା। ତେବେ କ'ଣ ପ୍ରେରଣା ଦ୍ୱାରା ପତିତଙ୍କୁ ପାବନ କରିବେ? ଡାକୁଛନ୍ତି, ହେ ପତିତ ପାବନ, ଏଠାକୁ ଆସି ଆମକୁ ପବିତ୍ର କର। ତେବେ ନିଶ୍ଚିତ ଭାରତକୁ ହିଁ ଆସିଥିଲେ। ଏବେ ମଧ୍ୟ କହୁଛନ୍ତି ମୁଁ ଜ୍ଞାନର ସାଗର ଆସିଛି। ତୁମେମାନେ ଜାଣିଛ ଶିବ ବାବାଙ୍କର ପାଖରେ ତୁମେ ମଧ୍ୟ ଜାଣିଛ ଶିବ ବାବାଙ୍କ ପାଖରେ ହିଁ ସାରା ଜ୍ଞାନ ରହିଛି। ସେହି ବାବା ବସି ପିଲାମାନଙ୍କୁ ଏହିସବୁ କଥା ବୁଝାଉଛନ୍ତି। ଶାସ୍ତ୍ରରେ ତ ସବୁ କାହାଣୀ ରହିଛି। ନାମ ରଖିଦେଇଛନ୍ତି ବ୍ୟାସ ଭଗବାନ ଶାସ୍ତ୍ର ରଚନା କରିଥିଲେ। ସେହି ବ୍ୟାସ ତ ଭକ୍ତି ମାର୍ଗର ଥିଲେ। ଶିବ ବାବା ହେଉଛନ୍ତି ପ୍ରକୃତ ବ୍ୟାସ। ତାଙ୍କର ସନ୍ତାନ ତୁମେ ସବୁ ସୁଖଦେବ ଅଟ। ଏବେ ତୁମେ ସୁଖର ଦେବତା ହେଉଛ। ସୁଖର ସମ୍ପତ୍ତି ନେଉଛ ବ୍ୟାସଙ୍କଠାରୁ, ଶିବାଚାର୍ଯ୍ୟଙ୍କଠାରୁ। ତୁମେ ବ୍ୟାସଙ୍କର ସନ୍ତାନ ଅଟ। କିନ୍ତୁ ମନୁଷ୍ୟ ଦ୍ୱନ୍ଦ୍ୱରେ ନ ପଡ଼ିବା ପାଇଁ କୁହାଯାଉଛି ଶିବଙ୍କର ସନ୍ତାନ ଅଟ। ତାଙ୍କର ପ୍ରକୃତ ନାମ ହେଉଛି ଶିବ। ତେଣୁ ଏବେ ବାବା କହୁଛନ୍ତି କୌଣସି ଦେହଧାରୀଙ୍କୁ ଦେଖ ନାହିଁ। ଯେତେବେଳେ ଶିବ ବାବା ସମ୍ମୁଖରେ ଅଛନ୍ତି, ଆତ୍ମାକୁ ଜାଣିବାକୁ ପଡ଼ିଥାଏ, ପରମାତ୍ମାଙ୍କୁ ମଧ୍ୟ ଅନୁଭବ କରାଯାଇଥାଏ। ଇଏ ହେଉଛନ୍ତି ପରମ ପିତା ପରମାତ୍ମା ଶିବ, ଯିଏକି ଆସି ପତିତରୁ ପାବନ ହେବାର ରାସ୍ତା ବତାଉଛନ୍ତି। କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କର ପିତା। ଆତ୍ମାକୁ ଅନୁଭବ କରାଯାଇଥାଏ, ଦେଖି ହୁଏ ନାହିଁ। ବାବା ପଚାରୁଛନ୍ତି ଏବେ ତୁମେ ନିଜର ଆତ୍ମାକୁ ଅନୁଭବ କଲ। ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି, ଯେପରି ଏକ କ୍ୟାସେଟ୍ ଅଟେ। ତୁମେ ଜାଣିଛ ଆମେ ଆତ୍ମା ହିଁ ଶରୀର ଧାରଣ କରୁଛୁ। ପୂର୍ବରୁ ତୁମେ ଦେହ ଅଭିମାନୀ ଥିଲ, ଏବେ ଦେହୀ ଅଭିମାନୀ ହେଉଛ। ତୁମେ ଜାଣିଛ ଆମେ ଆତ୍ମା 84 ଜନ୍ମ ନେଉଛୁ।
ଏହାର ଅନ୍ତ ହେଉନାହିଁ। କେହି କେହି ପଚାରୁଛନ୍ତି, ଏହି ଡ୍ରାମା କେବେଠାରୁ ଆରମ୍ଭ ହେଲା? କିନ୍ତୁ ଏହା ତ ଅନାଦି ଅଟେ, କେବେ ବିନାଶ ହୁଏ ନାହିଁ। ଏହାକୁ କୁହାଯାଉଛି ପୂର୍ବ ପ୍ରସ୍ତୁତ ଅବିନାଶୀ ବିଶ୍ୱନାଟକ। ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଯେପରି ଅପାଠୁଆ ପିଲାଙ୍କୁ ପାଠ ପଢ଼ାଯାଇଥାଏ। ଆତ୍ମା ହିଁ ଶରୀରରେ ରହିଥାଏ। ଏହା ହେଉଛି ପଥର ବୁଦ୍ଧିଙ୍କ ପାଇଁ ଭୋଜନ। ବୁଦ୍ଧିକୁ ଜ୍ଞାନ ମିଳୁଛି। ତୁମ ପାଇଁ ବାବା ଚିତ୍ର ତିଆରି କରାଇଛନ୍ତି। ଏହା ବହୁତ ସହଜ ମଧ୍ୟ ଅଟେ। ଇଏ ହେଉଛନ୍ତି ତ୍ରିମୂର୍ତ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର। ତେବେ ବ୍ରହ୍ମାଙ୍କୁ ମଧ୍ୟ ତ୍ରିମୂର୍ତ୍ତି କାହିଁକି କହୁଛନ୍ତି? ଦେବ ଦେବ ମହାଦେବ କହୁଛନ୍ତି। ଜଣକ ଠାରୁ ଆଉ ଜଣକୁ ଶ୍ରେଷ୍ଠ କରିଦେଇଛନ୍ତି। ଅର୍ଥ କିଛି ବି ଜାଣିନାହାନ୍ତି। ତେବେ ବ୍ରହ୍ମା ଦେବତା କିପରି ହୋଇପାରିବେ? ପ୍ରଜାପିତା ବ୍ରହ୍ମା ତ ଏହିଠାରେ ହେବା ଦରକାର। ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ବାବା କହୁଛନ୍ତି, ମୁଁ ଏହି ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ତୁମକୁ ବୁଝାଉଛି। ପ୍ରଥମେ ଏହାଙ୍କୁ ନିଜର କରୁଛି। ଏହାଙ୍କର ବହୁତ ଜନ୍ମର ଅନ୍ତରେ ମୁଁ ଆସିଛି। ଇଏ ମଧ୍ୟ 5 ବିକାରର ସନ୍ନ୍ୟାସ କରୁଛନ୍ତି। ସନ୍ନ୍ୟାସୀଙ୍କୁ ଯୋଗୀ ଋଷି କୁହାଯାଏ। ଏବେ ତୁମେ ରାଜଋଷି ହୋଇଛ। ତୁମେ 5 ବିକାରର ସନ୍ନ୍ୟାସ କରିଛ। ତେଣୁ ତୁମର ନାମ ବଦଳୁଛି। ତୁମେ ତ ରାଜଯୋଗୀ ହେଉଛ। ତୁମେ ପ୍ରତିଜ୍ଞା କରୁଛ। ସେହି ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡ଼ି ଚାଲି ଯାଉଛନ୍ତି। ଏଠାରେ ତ ସ୍ତ୍ରୀ ପୁରୁଷ ଏକତ୍ର ରହୁଛନ୍ତି। ପ୍ରତିଜ୍ଞା କରୁଛନ୍ତି, ଆମେ କେବେ ହେଲେ ବିକାରଗ୍ରସ୍ତ ହେବୁ ନାହିଁ। ମୂଳ କଥା ହେଉଛି ହିଁ କାମ ବିକାରର। ତୁମେ ଜାଣିଛ, ଶିବ ବାବା ରଚୟିତା ଅଟନ୍ତି। ସିଏ ଆସି ନୂଆ ଦୁନିଆ ରଚନା କରୁଛନ୍ତି। ସିଏ ବୀଜରୂପ, ସତ୍ୟ, ଚୈତନ୍ୟ, ଆନନ୍ଦର ସାଗର, ଜ୍ଞାନର ସାଗର ଅଟନ୍ତି। ସ୍ଥାପନା ବିନାଶ ପାଳନା କିପରି କରୁଛନ୍ତି ତାହା ବାବା ଜାଣିଛନ୍ତି। ମନୁଷ୍ୟମାନେ ଜାଣିନାହାନ୍ତି। ତୁରନ୍ତ କହିଦେଉଛନ୍ତି, ତୁମେ ବିକେ ମାନେ ତ ଦୁନିଆର ବିନାଶ କରିବ। ଆଚ୍ଛା, ତୁମ ମୁଖରେ ଗୋଲାପ। କହୁଛନ୍ତି, ଇଏ ତ ବିନାଶ ପାଇଁ ନିମିତ୍ତ ହୋଇଛନ୍ତି। ନା ଶାସ୍ତ୍ରକୁ, ନା ଭକ୍ତିକୁ, ନା ଗୁରୁମାନଙ୍କୁ ମାନୁଛନ୍ତି। କେବଳ ତାଙ୍କର ଦାଦାଙ୍କୁ ହିଁ ମାନୁଛନ୍ତି। କିନ୍ତୁ ବାବା ତ ନିଜେ କହୁଛନ୍ତି, ଏହା ପତିତ ଶରୀର ଅଟେ। ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି। ପତିତ ଦୁନିଆରେ ତ କେହି ପବିତ୍ର ନଥାନ୍ତି। ମନୁଷ୍ୟ ତ ଯାହା ଶୁଣାଶୁଣି କଥା ଗୁଡ଼ିକ ଶୁଣୁଛନ୍ତି ତାହା କହିଦେଉଛନ୍ତି। ଏହିଭଳି ଶୁଣାଶୁଣି କଥା ଦ୍ୱାରା ତ ଭାରତ ଦୁର୍ଗତିକୁ ପ୍ରାପ୍ତ କରିଛି। ସେଥିପାଇଁ ବାବା ଆସି ସତ୍ୟ କଥା ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଆଚ୍ଛା, ମିଠେ ମିଠେ ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ୍ ପିତା ବାପ୍ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ନମସ୍ତେ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବାଙ୍କ ଠାରୁ ସୁଖର ସମ୍ପତ୍ତି ନେଇ ତୁମକୁ ସୁଖର ଦେବତା ହେବାକୁ ପଡ଼ିବ ଏବଂ ସମସ୍ତଙ୍କୁ ସୁଖ ଦେବାକୁ ହେବ। ରାଜଋଷି ହେବା ପାଇଁ ସର୍ବ ବିକାର ଗୁଡ଼ିକର ସନ୍ନ୍ୟାସ କରିବାକୁ ହେବ। 2 ନମ୍ବର। ଏହି ପାଠପଢ଼ା ହିଁ ତୁମର ସଚ୍ଚା ଖୋରାକ ବା ପ୍ରକୃତ ଭୋଜନ ଅଟେ। ସଦ୍ଗତିକୁ ପ୍ରାପ୍ତ କରିବା ପାଇଁ ଶୁଣାଶୁଣି କଥାକୁ ଛାଡ଼ି ଶ୍ରୀମତରେ ଚାଲିବାକୁ ହେବ। ଏକମାତ୍ର ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ ଏବଂ ମୋହଜିତ ହେବାକୁ ପଡ଼ିବ। ବରଦାନ। ନିଜର ଅସଲି ସଂସ୍କାର ଗୁଡ଼ିକୁ ପ୍ରକଟ କରି ସର୍ବଦା ହର୍ଷିତ ରହୁଥିବା ଜ୍ଞାନ ସ୍ୱରୂପ ଭବ।
ଯେଉଁ ପିଲାମାନେ ଜ୍ଞାନର ପଏଣ୍ଟଗୁଡ଼ିକୁ ମନେ ପକାଇ ତାର ସ୍ୱରୂପ ହୋଇଥାନ୍ତି ସେମାନେ ସଦା ହର୍ଷିତ ରହିଥାନ୍ତି। ତେବେ ସର୍ବଦା ହର୍ଷିତ ସ୍ଥିତିରେ ରହିବା ହିଁ ବ୍ରାହ୍ମଣ ଜୀବନର ଅସଲି ସଂସ୍କାର ଅଟେ। ଦିବ୍ୟ ଗୁଣ ତୁମର ନିଜସ୍ୱ ଗୁଣ ଅଟେ। ଅବଗୁଣ ମାୟାର ସମ୍ପତ୍ତି ଅଟେ, ଯାହାକି ସଙ୍ଗ ଦୋଷ ଆଧାରରେ ତୁମ ପାଖକୁ ଆସିଯାଉଛି। ତେଣୁ ଏବେ ତା ଆଡ଼କୁ ପିଠି କରିଦିଅ ଏବଂ ନିଜର ମାଷ୍ଟର ସର୍ବଶକ୍ତିମାନର ସ୍ୱମାନରେ ରୁହ, ଯାହାଦ୍ୱାରା ସଦାସର୍ବଦା ହର୍ଷିତ ରହିପାରିବ। କୌଣସି ବି ଆସୁରୀ ବା ବ୍ୟର୍ଥ ସଂସ୍କାର ତୁମ ସମ୍ମୁଖକୁ ଆସିବା ପାଇଁ ସାହସ ମଧ୍ୟ କରିପାରିବ ନାହିଁ। ସ୍ଲୋଗାନ: ଯଦି ସମ୍ପୂର୍ଣ୍ଣତାର ଲକ୍ଷ୍ୟକୁ ସମ୍ମୁଖରେ ରଖିବ, ତେବେ ସଂକଳ୍ପରେ ମଧ୍ୟ କୌଣସି ଆକର୍ଷଣ ଆକର୍ଷିତ କରିପାରିବ ନାହିଁ। ଓମ୍ ଶାନ୍ତି। ଏ ଅବ୍ୟକ୍ତ ଇଶାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଦା ସର୍ବଦା ଏକତାକୁ କାୟମ ରଖିବା ପାଇଁ ଗୋଟିଏ ଆଧ୍ୟାତ୍ମିକତା ବୀଜ ନିଜ ପାଖରେ ରଖ। ତାହା ହେଲା ସମ୍ମାନ ଦେବା ହିଁ ସମ୍ମାନ ନେବା ଅଟେ। ଏହିଭଳି ସମ୍ମାନ ଦେବାର ସଂସ୍କାର ତୁମର ଅବିନାଶୀ ସଂସ୍କାର ପାଲଟିଯିବ। ତୁମ ମୁଖରେ ସର୍ବଦା ସଫଳତାର ଏକମାତ୍ର ମନ୍ତ୍ର ରହୁ ଯେ ପ୍ରଥମେ ଆପଣ। ଏହି ମହାମନ୍ତ୍ରକୁ ମନ ଭିତରେ ଦୃଢ଼ତାପୂର୍ବକ ରଖ। ପ୍ରଥମେ ମୁଁର ଭାବନାକୁ ଯଥାର୍ଥ ରୂପରେ ସମାପ୍ତ କରି ଅନ୍ୟମାନଙ୍କୁ ଆଗକୁ ବଢ଼ାଇବା ହିଁ ନିଜେ ଆଗକୁ ବଢ଼ିବା। ଏହିଭଳି ଭାବି ଏହି ମହାମନ୍ତ୍ରକୁ ଆଗକୁ ବଢ଼ାଇ ସଫଳତା ପ୍ରାପ୍ତ କରି ଚାଲ। ଯଦି ଏହି ମହାମନ୍ତ୍ରକୁ ଏବଂ ତାବିଜଟିକୁ ସର୍ବଦା ସାଥିରେ ରଖିଥିବ, ତେବେ ପ୍ରତ୍ୟକ୍ଷତାର ନାଗରା ବାଜିବାକୁ ଲାଗିବ। ଓମ୍ ଶାନ୍ତି।